ଆମ ଭିଡ଼ିଓ ସବସ୍କ୍ରାଇବ୍ କରନ୍ତୁ। ରାଧେ ରାଧେ, ଜୟ ଜଗନ୍ନାଥ। ଆଜି ଆମ ଛୋଟ ବଗିଚାରେ କ'ଣ ହେଇଛି ଆସନ୍ତୁ ଦେଖିବା। ଆଉ ମୋ ବାରିରୁ ଆଜି କ'ଣ ବାହାରିଲା ଆଉ ମୁଁ କ'ଣ ରୋଷେଇ କଲି ଆସନ୍ତୁ ଦେଖିବା। ମୁଁ କିଛି ଆଳୁକୁ ଚୋପା ଛଡ଼େଇ ତାକୁ ପ୍ରେସରରେ ଅଳ୍ପ ପାଣି ଦେଇ ତାକୁ କିଛି ସମୟ ପାଇଁ ସିଝିବାକୁ ବସେଇ ଦେଇଛି ଏଠି। ଆଉ ଆସନ୍ତୁ ଦେଖିବା ମୋ ବାରିରୁ କ'ଣ ବାହାରିଲା। ଦେଖନ୍ତୁ ଆମ ବାରିରେ କେତେ ସାରା ପୋଇ ମାଡ଼ିଛି। ମାମା ଯାଇକିରି ଗୋଟେ ଛୁରୀ ଧରି ସେ ପୋଇ ନାଡ଼କୁ ସବୁ କାଟି କୁଟିକିରି ଆଣି ଦେଉଛନ୍ତି। ଆଉ ମୋତେ କହିଲେ ନେ ଆକୁ ନେ, ଆଉ କ'ଣ ଗୋଟେ ଏମିତି ଗୋଟେ ରୋଷେଇ କରେ ଯେଉଁଟାକି ସମସ୍ତଙ୍କୁ ଟେଷ୍ଟି ଲାଗିବ, ଶୁଖିଲା ଭାତ ସହିତ ଯେମିତି ସମସ୍ତେ ଖାଇପାରିବେ। ମୁଁ କେବେ ବି ପୋଇ ନାଡ଼ର କୌଣସି ବି ରେସିପି କେବେ ବି ବନେଇ ନଥିଲି। ଭାବିଲି ୟାକୁ କ'ଣ କରିବି, ସେଥିପାଇଁ ଆକୁ ଆଣି ସଫାସଫି କରିସାରିଲି। ଦେଖନ୍ତୁ ଏ ପୋଇ ସବୁ ଦେଖିବା ପାଇଁ କେତେ ସୁନ୍ଦର ଲାଗୁଛି, ଦେଖିଲେ ନା। କିନ୍ତୁ ମୋତେ ଆର ରେସିପି ବିଲକୁଲ ବି ଜଣା ନଥିଲା। କ'ଣ କରିବି ଭାବିଲି, ସେ ପୋଇ ଶାଗକୁ ଆଣିଲି। ଆଣି ସାରି ଆଳୁମାନଙ୍କୁ ସିଝେଇ ସାରି ତା ସାଇଡ଼ରେ ରଖିନେଲି। ରଖିସାରି ପୋଇ ମାନଙ୍କୁ ଦେଖନ୍ତୁ ମୁଁ କେତେ ଛୋଟ ଛୋଟ କରି କାଟିଛି। ପୋଇ ଶାଗକୁ ମୁଁ ପୁରା ଏଠି ଛୋଟ ଛୋଟ କରି କାଟି ନେଇଛି। ତା ସାଙ୍ଗକୁ ଟିକେ ଟମାଟୋ ନେଇଛି, ତା ସାଙ୍ଗକୁ ଅଳ୍ପ ପିଆଜ ନେଇଛି। ଦେଖନ୍ତୁ ମୁଁ ଟମାଟୋ ପିଆଜ ସବୁ କାଟି ନେଇଛି। ତା ସାଙ୍ଗକୁ ଅଳ୍ପ ଲୁଣ ଏବଂ ବେସିକ୍ ମସଲା ମାନେ ସବୁ ନେଇଛି। ଦେଖନ୍ତୁ ମୁଁ ଏଠି ସବୁ ସିଝା ଆଳୁ ରଖିଦେଇଛି ସାଇଡ଼ରେ। ସିଝା ଆଳୁକୁ ମୁଁ ଏଠି ସବୁ ଛୋଟ ଛୋଟ କରି କାଟି ନେଇଛି। ଦେଖନ୍ତୁ ତାପରେ ଗୋଟେ କଡ଼େଇ ଆଣି ବସେଇ ତା ଦେହରେ ମୁଁ ଅଳ୍ପ ତେଲ ନେଇଯାଇଛି। ତେଲ ଦେହରେ ଅଳ୍ପ ଟିକେ ଜିରା ଏବଂ ଅଳ୍ପ ଟିକେ ସୋରିଷ ନେଇଯାଇଛି। ସୋରିଷ ଜିରା ଭଲ ଭାବରେ ଫୁଟି ସାରିଲା ପରେ ତା ଦେହରେ ମୁଁ ଏଠି ମୋର କଟା ପିଆଜ ସବୁକୁ ପକାଇ ନେଇଛି। ପିଆଜ ପକାଇ ନେବା ଏବଂ ପିଆଜ ପକାଇ ସାରିବା ତାକୁ ଭଲ ଭାବରେ ରେଡ୍ ହେଲା ଯାଏ ଫ୍ରାଏ କରି ନେବା। ଏଠି ମୋର ପିଆଜ ଫ୍ରାଏ ହେଇଯାଇଛି। ପିଆଜ ଫ୍ରାଏ ହେବା ପରେ ମୁଁ ତା ଦେହରେ ଟମାଟୋ ନେଇଯାଇଛି। ଟମାଟୋ ଉପରେ ଅଳ୍ପ ଲୁଣ ଦେଇ ଅଳ୍ପ ଲୁଣ ପକାଇ ଦେଇଛି। ଅଳ୍ପ ଲୁଣ ପକାଇ ସାରି ତା ଦେହରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ କିଛି ମୋର ଘର ତିଆରି ମସଲା ପକାଇ ଦେଇଛି। ତାକୁ ଭଲ ଭାବରେ ଘାଣ୍ଟି ନେବା। ପକାଇ ସାରିବା ପରେ ଭଲ ଭାବରେ ଘାଣ୍ଟି ନେଇ ତାକୁ କିଛି ସମୟ ପାଇଁ ଘୋଡ଼େଇ ନେବା। ଦେଖନ୍ତୁ ମୁଁ ଏଠି ଗୋଡ଼ା ବାହାର କରି ନେଇଛି, ତାକୁ ଘାଣ୍ଟି ନେବା ଟିକେ ସମୟ ପାଇଁ। ଦେଖନ୍ତୁ ଏଠି ମୁଁ ଭଲ ଭାବରେ ଫ୍ରାଏ କରିନେଉଛି ମସଲା ସବୁକୁ। ମସଲା ଗୁଡ଼ିକ ଭଲ ଭାବରେ ଆମର ଫ୍ରାଏ ହେଇସାରିଲା ପରେ ଆମେ ସବୁ କଟା ପୋଇକୁ ଆ ଦେହରେ ପକାଇ ତାକୁ ଭଲ ଭାବରେ ଘାଣ୍ଟି ନେବା। ମସଲାରେ ଫ୍ରାଏ କରିବା, ନହେଲେ ପୋଇଟା ଟିକେ ଲାଳୁଆ ଲାଗିବ। ତେଣୁ ଆମେ ଭଲ ଭାବରେ ଟିକେ ଫ୍ରାଏ କରିନେବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋଇ କଷି ହେଇଯାଇଛି। ଦେଖନ୍ତୁ ପୋଇ ଫ୍ରାଏ ହେଇସାରିଲା ପରେ ମୁଁ କାଟିକି ରଖିଥିବା ସିଝା ଆଳୁ ସବୁକୁ ଏଠି ପକାଇ ନେବା। ସିଝା ଆଳୁକୁ ପକାଇ ସାରିବା ପରେ ତାକୁ ଅଳ୍ପ ସମୟ ପାଇଁ ଘୋଡ଼େଇ ନେବା, ଯେମିତି ସେ ଯେଉଁ ପୋଇର ପାଣିଟା ବାହାରିଥିବ ଟିକେ ଭଲ ଭାବରେ ବାହାରିଯିବ। ବାହାରି ସାରିଲା ପରେ ଆମେ ତାକୁ ଭଲ ଭାବରେ ପୁଣି ଥରେ ଫ୍ରାଏ କରିନେବା। ଦେଖନ୍ତୁ ପୋଇ ଦେହରୁ ବି ଅଳ୍ପ ପାଣି ବାହାରି ପଡ଼ିଛି। ସେଇ ପୋଇର ପାଣିରେ ହିଁ ଆମେ ଫ୍ରାଏ କରିନେବା ଟିକେ ଭଲ ଭାବରେ, ଯେମିତିକି ପୋଇର ଲାଳ ଅଂଶଟା ଆଳୁ ସିଙ୍କ୍ କରିନେବ ତା ଦେହରେ। ଭଲ ଭାବରେ ଫ୍ରାଏ କରିସାରିଲା ପରେ ମୁଁ ଏଠି ମୋର ଘରୋଇ ମସଲା ଆଉ ଅଳ୍ପ ଟିକେ ମିଟ୍ ମସଲା ପକାଇ ନେଇଛି। ଏବଂ ମିଟ୍ ମସଲା ପକାଇ ତାକୁ ଭଲ ଭାବରେ ପୁଣି ଥରେ ଫ୍ରାଏ କରିନେବା। ଏବଂ ଫ୍ରାଏ କରିସାରିଲା ପରେ ଆମର ପ୍ରସ୍ତୁତ ଆମର ପୋଇ ଆଳୁ କଷା। ଥରେ ଏମିତି ଟ୍ରାଏ କରନ୍ତୁ। ଆପଣଙ୍କୁ ଯଦି ପୋଇ ପସନ୍ଦ ବି ନଥିବ ତାହେଲେ ବି ଆପଣ ଆକୁ ବହୁତ ଭଲ ଭାବରେ ଖାଇବେ। ଆକୁ ରୁଟି ସହିତ ବା ଭାତ ସହିତ ସର୍ଭ କରନ୍ତୁ, ଦେଖିବେ ଆର କମ୍ବିନେସନ୍ ପୁରା ବହୁତ ବଢ଼ିଆ। ଦିନେ ମୋତେ ମୋର ଜଣେ ଦର୍ଶକ ମୋତେ ପଚାରିଲେ ଆଉ ଆପଣ କ'ଣ କେବେ ଆମିଷ ଖାଉନାହାନ୍ତି କି, ମାନେ ନନ୍ଭେଜ୍ ଖାଉନାହାନ୍ତି? ମୁଁ କହିଲି ନାଇଁ, ମୁଁ ନନ୍ଭେଜ୍ ପ୍ରାୟ 4-5 ବର୍ଷ ହେଲାଣି ଛାଡ଼ି ସାରିଲିଣି ଖାଇବା। ଆମକୁ ବଞ୍ଚିବା ପାଇଁ ଖାଇବା ଆବଶ୍ୟକ, ନା କି ଆମେ ଖାଇବା ପାଇଁ ବଞ୍ଚିବା ଦରକାର।
ସୁସ୍ଥ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ। କାହାକୁ ମାରି କେବେ ଖାଇବାଟା ଠିକ୍ କଥା ନୁହେଁ। ତେଣୁ ମୁଁ ଆମିଷକୁ ସ୍କିପ୍ କରୁଛି ମୋ ଲାଇଫ୍ରୁ କରିନେଇଛି। ମୁଁ ସବୁବେଳେ ସାଧା ହିଁ ଖାଇବାକୁ ପସନ୍ଦ କରୁଛି ଏବଂ ମୁଁ ବେସିକାଲି ମୁଁ ହେଲ୍ଦି ଜିନିଷ ବନେଇବାକୁ ଟ୍ରାଏ କରୁଛି। ଯେମିତି ମୋ ବାରିରୁ ବାହାରିଥିବ ନହେଲେ ମୋ ବଗିଚାରୁ ବାହାରିଥିବ ଏସବୁ ଜିନିଷକୁ ଟିକେ ମୁଁ ବେଶୀ ଇଚ୍ଛା କରେ ଖାଇବା ପାଇଁ। ଆପଣ ଏମିତି ଟାଇପ୍ର ବନାନ୍ତୁ ପୋଇ ଆଳୁ କଷା। ରହିଲି। ଏମିତି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ୍